ଶୁଭ ସକାଳ ସାଙ୍ଗମାନେ। ସଣ୍ଡେର ମିନି ବ୍ଲଗ ଷ୍ଟାର୍ଟ ହେଇଯାଇଥିଲା ମୋର। ନିତ୍ୟକର୍ମ ସାରି ଠାକୁର ପୂଜା ସାରି ମୁଁ ଏଠି ଲଟି ଚକ ବାଇ ଗୋଟେ ଖାଇଦେଇ ତାପରେ ଆଜି ଯେହେତୁ ସଣ୍ଡେ ମୋ ମା ରୋଷେଇ କରିବ ଆଉ ସେ ଆଇଁଷ କଲାନି, ସେ ସାଧା କରିଦେଇଥିଲା। ତ ପନିର ଆଳୁ ତରକାରୀକୁ ଭାତ ଆଉ ତା ସାଙ୍ଗେ ଟିକେ ସଜନା ଶାଗ ଭାଜି ଦେଇଥିଲା। ଆଉ ଦିପହର ଖାଇବାରେ ଭାତ, ସଜନା ଶାଗ ଭଜା ଆଉ ପନିର ତରକାରୀ ଖାଇକି ପୁରା ବଢିଆ ଲାଗିଲା। ମୋ ମା ହାତ ରୋଷେଇ ବଢିଆ। ଆଉ ତାପରେ ଯୋଉ କାମ ମୁଁ କହିଛି ଗୋଟେ ବ୍ଲଗରେ ନା, ଖାଇସାରିଲା ପରେ ମତେ ବାସନ ମାଜିବାକୁ ଭଲ ଲାଗେନି, କାମ କରିବାକୁ ଭଲ ଲାଗେନି। କଣ କରିବା, ଯେହେତୁ ପଡିଛି ବାସନଟା, ମା ଇଆଡୁ ରୋଷେଇବାସ କଲା, ମୁଁ ଇଆଡୁ ବାସନ ମଜାମଜି କରିଦେଲି। ତ ସବୁ ଭଲ ବାସନ ଯୋଉଗୁଡା ସବୁ ଗ୍ୟାସରେ ହେଇଥିଲା ସବୁ ମଜାମଜି କରି ଧୁଆଧୁଇ କରିଦେଇଥିଲି। ଆଉ ଯୋଉଟା ଯେହେତୁ ଚୁଲିରେ ହେଇଥିଲା କଳା ହେଇଯାଇଥିଲା, ସେଥିପାଇଁ ତାକୁ ପଛରେ ମାଜି ଧୁଆଧୁଇ କରି ତାକୁ ଆଣି ଷ୍ଟାଣ୍ଡରେ ଧୁଆଧୁଇ କରିଦେଇଥିଲି। ତାପରେ ଟିକେ ଟିଭି ଦେଖି ଦେଇଥିଲି। ଆଉ ରାତି ଖାଇବାରେ ମୁଁ ଦୋସା ଖାଇ ଦେଇଥିଲି। ଏଇଠି ଭିଡିଓଟାକୁ ରହିଲି।